ବହୁତ ଲୋକମାନଙ୍କ ମନ ଭିତରେ ପ୍ରଶ୍ନ ହେଉଛି କ'ଣ ନା ବେଡ଼ରୁମ୍ କେଉଁ ଜାଗାରେ ବାସ୍ତୁ ହିସାବରେ ଆମର ବେଡ଼ରୁମ୍ କେଉଁ ଜାଗାରେ ରହିବା ଦରକାର। ଆପଣମାନେ କ୍ଲିଅର୍ ହେଇଯାଆନ୍ତୁ ଗୋଟିଏ କଥା, ବାସ୍ତୁ ହିସାବରେ ପ୍ରତ୍ୟେକଟି ଜାଗାରେ ବେଡ଼ରୁମ୍ ଆପଣ କରିପାରିବେ। ଏମିତି କୌଣସି ଜାଗା ନାହିଁ ଯେଉଁ ଜାଗାରେ କି ବାସ୍ତୁ ମନା କରୁଛି କି ବେଡ଼ରୁମ୍ କରନ୍ତୁ ନାହିଁ ବୋଲି। ସବୁ ଦିଗରେ ଆପଣ କରିପାରିବେ। କିନ୍ତୁ କଥା ହେଉଛି କ'ଣ ନା ଯେଉଁ ସ୍ଥାନରେ ଆପଣ ବେଡ଼ରୁମ୍ଟି ଦେଉଛନ୍ତି ସେ ବେଡ଼ରୁମ୍କୁ କେଉଁମାନେ ୟୁଜ୍ କରିବା କଥା। ଯଦି ଆପଣ ପିଲାମାନଙ୍କ ପାଇଁ ଗୋଟେ ଷ୍ଟଡ଼ି କମ୍ ବେଡ଼ରୁମ୍ କରିବାକୁ ଚାହୁଁଛନ୍ତି, ତା'ର ସବୁଠୁ ସୁଇଟେବୁଲ୍ ପ୍ଲେସ୍ ହେଉଛି ନର୍ଥ ଇଷ୍ଟ ବା ଉତ୍ତର ପୂର୍ବ କୋଣ। କିନ୍ତୁ ସେ ଜାଗାରେ ପିଲାମାନଙ୍କ ପାଠପଢ଼ା ରୁମ୍ ନ କରି ଯଦି ଘରର ଗାର୍ଡ଼ିଆନ୍ ରହିଲେ ତାହେଲେ ବାସ୍ତୁ ସେଟାକୁ ବିରୋଧ କରେ। ହଁ, ସର୍ଟ ଷ୍ଟେ କରୁଛି, କିନ୍ତୁ ସବୁଠୁ ଭଲ କଥାଟିଏ ମନେ ପଡ଼ିଗଲା କହିଦେଉଛି। ନର୍ଥ ୱେଷ୍ଟ କର୍ଣ୍ଣର ବାୟୁକୋଣ ଯେଉଁଟା ଚନ୍ଦ୍ରଙ୍କ ଦିଗ ବୋଲି ଆମେ କହୁଛେ, ଦେଖନ୍ତୁ ବାସ୍ତୁ କ'ଣ କୁହେ ସେଟା ହେଉଛି ଅଲଗା କଥା। ଦୀର୍ଘ ବର୍ଷର ଗୋଟେ ଏକ୍ସପିରିଏନ୍ସ ଅଛି, ଖାଲି ମୋର ନୁହେଁ ଅନ୍ୟମାନଙ୍କର ବି ଅଛି। ଯେଉଁ ଜିନିଷ ଗୁଡ଼ା ଆମେ ଦେଖି ଦେଖି ଆସିଛୁ ସେଇଟା ଡେଫିନେଟଲି ଆମେ ଆପଣଙ୍କ ସହିତ ସେୟାର କରିବୁ ବା ଆମେ ତାକୁ ବିରୋଧ କରିବୁ କି ଏଇଟା କରନ୍ତୁ ନାହିଁ ବୋଲି। ପ୍ରାୟ ଜାଗାରେ ଦେଖାଯାଏ କ'ଣ, ସେ ଦିଗରେ ଯଦି ଆପଣ ନବବିବାହିତ ଦମ୍ପତିକୁ ରଖିବାକୁ ଚେଷ୍ଟା କରୁଛନ୍ତି, ଅଳ୍ପ ଦିନ ଭିତରେ ସେମାନଙ୍କ ସମ୍ପର୍କରେ ଗୋଟେ ଫାଟ ଆସିଯାଏ। ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଯେଉଁ ସମ୍ପର୍କଟି ତିକ୍ତତା ଆଡ଼କୁ ଗତି କରେ,